ସମାନ ଏ ଜାଗାରେ ଥାଆନ୍ତି ହେଲେ ମୋର ଜୀବନ କଣ ହେଇଥାନ୍ତା? ଏ ଭାଇ ଭଉଣୀଙ୍କ ପାଖରେ ଯଦି ମୁଁ ଥାଆନ୍ତି, ଆଜି ଚର୍ଚ୍ଚରେ ନଥାନ୍ତି, ପରମେଶ୍ୱର ଯଦି ମତେ ପାଷ୍ଟ ପଦବୀ ଦେଇ ନ ଦେଇକି ଯଦି ମତେ ଗୋଟେ ଭାଇର ପଦବୀ ଦେଇଥାନ୍ତି, ଆଉ ମୁଁ ଚର୍ଚ୍ଚକୁ ନର୍ମାଲ ଭାବରେ ଯାଉଥାନ୍ତି, ଆଉ ଆତ୍ମିକ ଜୀବନ ବଞ୍ଚୁଥାନ୍ତି, ହେଲେ ମୋର ଜୀବନ କଣ ହେଇଥାନ୍ତା? ତ ମୁଁ ଚିନ୍ତା କଲି ମୋର ଜୀବନ ମତେ କିଛି ଅଲଗା ହେଇନଥାନ୍ତା। ଯୋଉ ଭାଇ ଭଉଣୀଙ୍କୁ ମୁଁ ଦେଖିକି ବିଚାର କରୁଛି, ଟିକେ ବି ସେ ଅଲଗା ହେଇନଥାନ୍ତା। ମୁଁ ସମାନ ସେ ପ୍ରକାର ଲାଇଫ ବହୁତରେ ବଞ୍ଚିଥାନ୍ତି, ଆଉ ଚର୍ଚ୍ଚକୁ ନ ଯାଇକି ନିଜର ଲାଇଫ ନିଜେ ବହୁତରେ ବଞ୍ଚିଥାନ୍ତି। କିନ୍ତୁ ମୁଁ ବେଶୀ ଧନ୍ୟବାଦ ହେଲି ଏ ସମୟରେ ଯେତେବେଳେ ବାକ୍ୟ ବି ଶୁଣୁଛି, ଆଉ ପାଷ୍ଟରଙ୍କର ସୌଭାଗ୍ୟତା ମଧ୍ୟ ଯେତେବେଳେ ପାଉଛି, ଆଉ ଚର୍ଚ୍ଚ ଯେହେତୁ ମତେ କଢେଇକି ନଉଛି, ମୁଁ ବେଶୀ ଖୁସି ହେଉଛି। ଗୋଟେ କାରଣ ପାଇଁ ମୁଁ ମୋର ଉତ୍ତମତା କି ମୋର ଭଲ ବିଷୟ ଅଛି, ସେଥିପାଇଁ ଚର୍ଚ୍ଚ ମତେ ଚର୍ଚ୍ଚ ଜାଗା ଦେଇଛି, ସେମିତି ନାହିଁ। କିନ୍ତୁ ମୁଁ ଜଣେ ଲୋକ ଚର୍ଚ୍ଚରେ ଜଗତରେ ବଞ୍ଚି ପାରିବିନି। ନହ ଯେତେବେଳେ ଜାହାଜକୁ ତିଆରି କଲେ, ପରମେଶ୍ୱର କହିଲେ ମୁଁ ଏ ପୃଥିବୀର ସବୁକୁ ପାଣି ଦ୍ୱାରା ବିନଷ୍ଟ କରିବି, ପ୍ରତ୍ୟେକକୁ ମୁଁ ପାଣି ଦ୍ୱାରା ବିଚାରକୁ ଦେବି ବୋଲି କହିଲେ। ଆଉ ତମେ ନିଜ ପାଇଁ ନିଜର ପରିବାରକୁ ରକ୍ଷା କରିବାକୁ ଗୋଟେ ଜାହାଜ ତିଆରି କର ବୋଲି କହିଲେ। ସେ ସମୟଠାରୁ ନହଙ୍କର ହୃଦୟରେ ଗୋଟେ ରେଖା ଟାଣି ହେଇଗଲା କି ହଁ, ପରମେଶ୍ୱର ପୃଥିବୀର ଲୋକମାନଙ୍କ ଭିତରେ ଜଳପ୍ଳାବନ ଦ୍ୱାରା ସମସ୍ତଙ୍କୁ ବିନଷ୍ଟ କରିବେ। ଯଦି ବି ପାଣି ଦେଖାଯାଉ ନାହିଁ, ପାଣି କୁଆଡେ ଆସିବ କିଛି ଜଣା ନାହିଁ, କିନ୍ତୁ ପରମେଶ୍ୱର କହିଲେ ଏଇଟା ନିହାତି ପରମେଶ୍ୱର ଘଟେଇବେ। ସେ ସମୟରେ ନହଙ୍କର ହୃଦୟରେ ଜଗତକୁ ତୋଷୀ କରିବାର ହୃଦୟ ପ୍ରକୃତିରେ ଆସିଲା। ଆଉ ନହ ପ୍ରକୃତରେ ନିଜକୁ ଆଉ ନିଜର ପରିବାରକୁ ରକ୍ଷା କରିବା ନିମନ୍ତେ ଗୋଟେ ଜାହାଜ ପ୍ରକୃତିରେ ତିଆରି କରୁଛନ୍ତି ଗୋଫର କାଠରେ। 300 ହାତ ଲମ୍ବା, 50 ହାତ ଓସାର, 30 ହାତ ଉଚ୍ଚ, ପ୍ରଥମ ଦ୍ୱିତୀୟ ତୃତୀୟ ମହଲା କରିକି ତିଆରି କରୁଛନ୍ତି। ତ ଏଡେ ବଡ ଜାହାଜ ତିଆରି କରିବାଟା ମତେ କଣ ସହଜ କି? ଏଡେ ବଡ ଜାହାଜ ତିଆରି କରିବ, ଆଉ ଲୋକ କିଏ ଯିବ? ସତରେ ପ୍ରଭୁ ଜଳପ୍ଳାବନକୁ କରିବେ କି ନ କରିବେ ସେଟା ମଧ୍ୟ କିଛି ଗ୍ୟାରେଣ୍ଟି ନାହିଁ। କିନ୍ତୁ କିଏ କହୁଛନ୍ତି? ପ୍ରଭୁ କହିଲେ ମୁଁ ପାଣି ଦ୍ୱାରା ସବୁକୁ ବିଚାର କରିବି। ତ ସେ ସମୟରେ ନହୁଙ୍କର ଆଶା ପ୍ରକୃତରେ ଜଗତରେ ଶେଷ ହେଇଗଲା। ସେ ସମୟ ଠାରୁ ସେ ଜାହାଜକୁ ତିଆରି କଲେ। ଆଉ ଜାହାଜ ଖାଲି ଜାହାଜ ତିଆରି କରିଥିବେ କି? ଲୋକମାନେ ଦେଖିଥିବେ ନହ ଯେତେବେଳେ ଜାହାଜ ତିଆରି କରୁଛନ୍ତି, ଲୋକ ନିହାତି ପଚାରିଥିବେ, ଆଉ ନହ ତମେ କାହିଁକି ତମର ପରିବାର ବିଷୟରେ କିଛି ଚିନ୍ତା ନ କରିକି, ତମର ପୁଅ ଝିଅ ବିଷୟରେ କିଛି ଚିନ୍ତା ନ କରିକି ତମେ ଗୋଟେ ଏଡେ ବଡ ଜାହାଜ ପ୍ରକୃତିରେ ତିଆରି କରୁଛ, ଗୋଟେ ପାଗଳ ପରି ଏ ପ୍ରକାର କାହିଁକି ତମ ବଞ୍ଚୁଛ? ଲୋକ ନିହାତି ନହଙ୍କୁ ପ୍ରକୃତରେ କହିଥିବା ଲୋକ ଥିବେ, ପଚାରିଥିବା ଲୋକ ଥିବେ, ଆଉ ନହଙ୍କୁ ବିଚାର କରିବା ଲୋକ ବି ଥିବେ। କିନ୍ତୁ ନହଙ୍କର ହୃଦୟରେ କଣ ଫିକ୍ସ ହେଇଗଲା ଜାଣିଛନ୍ତି? ନହ ଗୋଟେ ବିଷୟକୁ ଜାଣିଲେ, ପ୍ରଭୁ ଯଦି କହିଛନ୍ତି ହେଲେ ପ୍ରଭୁ ନିହାତି ପ୍ରକାର ବିଷୟ କରିବେ, ଏ ପ୍ରକାର ବିଚାରକୁ ପଠେଇବେ। ସେଥିପାଇଁ ଏଭ୍ରି ପୁସ୍ତକ 11 ପର୍ବର ବାକ୍ୟ ଗୋଟେ ଆମେ ଦେଖିବା। ଏଭ୍ରି ପୁସ୍ତକ 11 ପର୍ବର 7 ପଦ ବାକ୍ୟ। ବିଶ୍ୱାସ ଦ୍ୱାରା ନୋହ ସେ ସମୟ ପର୍ଯ୍ୟନ୍ତ ଅପ୍ରକାଶିତ ବିଷୟ ସମ୍ବନ୍ଧରେ ପ୍ରତ୍ୟାଦେଶ ପାଇଁ ଭକ୍ତି ସହକାରେ ଆପଣା ପରିବାର ରକ୍ଷା ନିମନ୍ତେ ଗୋଟିଏ ଜାହାଜ ନିର୍ମାଣ କଲେ। ପୁଣି ସେ ବିଶ୍ୱାସ ଦ୍ୱାରା ସେ ଜଗତକୁ ଦୋଷୀ କରି ବିଶ୍ୱାସ ଅନୁଯାୟୀ ଧାର୍ମିକତାର ଅଧିକାରୀ ହେଲେ। ଏ ବାକ୍ୟକୁ ଦେଖିଲେ ନୋହ କଣ ପାଇଲେ ଲେଖା ହେଇଛି? ବିଶ୍ୱାସ ଦ୍ୱାରା ନୋହ ସେ ସମୟ ପର୍ଯ୍ୟନ୍ତ ଅପ୍ରକାଶିତ ବିଷୟ ସମ୍ବନ୍ଧରେ ପ୍ରତ୍ୟାଦେଶ ପାଇ ଭକ୍ତି ସହକାରେ ଆପଣା ପରିବାର ରକ୍ଷା ନିମନ୍ତେ ଜାହାଜ ନିର୍ମାଣ କଲେ ଲେଖାଯାଇଛି। ତ ନୋହ କଣକୁ ଦେଖିଲେ? ଯାହା ପ୍ରଭୁ ପ୍ରକାଶ କରିନାହାନ୍ତି, କିନ୍ତୁ ପ୍ରଭୁ ବାକ୍ୟରେ କହିଲେ ମୁଁ ପାଣି ଦ୍ୱାରା ଜଗତର ସବୁ ଲୋକକୁ ବିନଷ୍ଟ କରିବି। ନୋହ ନାହିଁ କି ଯଦ୍ୟପି ଦେଖିଲେ ନାହିଁ, କିନ୍ତୁ ନୋହ ବିଶ୍ୱାସ କଲେ। ସେଥିପାଇଁ ପରିବାରକୁ ରକ୍ଷା କରିବା ପାଇଁ, ନିଜର ଜୀବନକୁ ରକ୍ଷା କରିବା ପାଇଁ ସେ ଜାହାଜକୁ ନିର୍ମାଣ କରୁଛନ୍ତି ଲେଖାଯାଇଛି। ପରେ ଯଦି ଦେଖିବାକୁ କହିଲେ ସେ କଣ ଲେଖା ହେଇଛି? ଯେ ସେ ଜଗତକୁ ଦୋଷୀ କରି ବିଶ୍ୱାସ ଅନୁଯାୟୀ ଧାର୍ମିକତାର ଅଧିକାରୀ ହେଲେ। ତ ସେ ଜାଣିଲେ ଏଇଟା ପ୍ରଭୁଙ୍କର ବାକ୍ୟ, ପ୍ରଭୁ ପଠେଇଛନ୍ତି, ତା ମାନେ ପରମେଶ୍ୱର ନିହାତି କରିବେ। ସେଥିପାଇଁ ଫାଷ୍ଟ ବିଷୟ ନୋହଙ୍କର ଜୀବନରେ ନାହିଁ କି ଜଗତର ଅଭିଳାଷ ଆଶା ଶେଷ ହୋଇଗଲା।
ଜଗତରେ ଯୋଉ ଅଭିଳାଷ ଆଶାକୁ ନେଇକି ସେ ଜୀବନ ଯାପନ କରୁଥିଲେ, ସେ ବିଷୟ ନେଇକି ପ୍ରଭୁଙ୍କର ବାକ୍ୟ ନୋହଙ୍କ ଜୀବନରେ ଆସିଲା ପରେ ସେଟା ପୁରା ଶେଷ ହେଇଯାଉଛି। ସେଥିପାଇଁ ଚର୍ଚ୍ଚରେ ପରିତ୍ରାଣ ପାଇଲା ପରେ ଆତ୍ମିକ ଜୀବନ ବଞ୍ଚିଲା ବେଳକୁ କଷ୍ଟ କାହିଁକି ଅଛି ଜାଣିଛନ୍ତି? ଆମ ଜୀବନରେ କାହିଁକି ପ୍ରକୃତରେ କଷ୍ଟ ଆସେ? ଆଁ? ଆମେ ବେଳେବେଳେ ପରିତ୍ରାଣ ପାଇଲା ପରେ ମଧ୍ୟ ଆମେ ବେଶୀ ବ୍ୟସ୍ତ ହଉଛୁ ନିଜ ପିଲା ପାଇଁ, ନିଜର ପିଲାମାନଙ୍କ ପାଇଁ, ନିଜ ପାଇଁ, ନିଜ ସ୍ତ୍ରୀ ପାଇଁ, ପରିବାର ଲୋକଙ୍କ ନିମନ୍ତେ, ନିଜର ଫ୍ୟୁଚର ପାଇଁ। ତ କୋଉ କାରଣ ପାଇଁ ଆମେ ବେଶୀ ବ୍ୟସ୍ତ ହଉଛୁ? ଗୋଟେ ବିଷୟ ପାଇଁ ଆମ ପାଖରେ ପ୍ରଭୁଙ୍କର ପ୍ରତିଜ୍ଞା ନାହିଁ, ଆଉ ଆମ ପାଖରେ ବାକ୍ୟ ପ୍ରଭୁତ୍ୱରେ ସ୍ଥାପନ ହଉନି ସେଇ କାରଣ ପାଇଁ। ସତରେ ମୋର ହୃଦୟ ଯଦି ପ୍ରତିଜ୍ଞା ସ୍ଥାପନ ହବ, ବାକ୍ୟ ସ୍ଥାପନ ହବ ହେଲେ ମୁଁ ବ୍ୟସ୍ତ ହେବା ଆବଶ୍ୟକ ନାହିଁ। ମୁଁ ନିଜ ପାଇଁ ବ୍ୟସ୍ତ ହେବା ଆବଶ୍ୟକ ନାହିଁ, କି ମୋ ପରିବାର ପାଇଁ ବ୍ୟସ୍ତ ହେବା ଆବଶ୍ୟକ ନାହିଁ, କି ମୋ ଛୁଆମାନଙ୍କ ପାଇଁ ମଧ୍ୟ ଆବଶ୍ୟକ ନାହିଁ। ପ୍ରଭୁ ଯଦି ମତେ କହିଲେ ମୁଁ ତୋର ମାଲିକ, ମୁଁ ତୋତେ କଢେଇକି ନେବି, ହେଲେ ସେ ମତେ ସମସ୍ତ ବିଷୟରେ ଆବଶ୍ୟକ ବିଷୟ ସବୁ ଯୋଗେଇବେ। ସେଥିପାଇଁ କିନ୍ତୁ ଆମର ନିଜର ଜୀବନକୁ ଦେଖିଲେ ସେଠି ଆମେ ବହୁତ ବ୍ୟସ୍ତ ହଉଛୁ ପ୍ରତ୍ୟେକ ମୁହୂର୍ତ୍ତରେ, ପ୍ରତ୍ୟେକ ସମୟରେ। ନହ ଖାଲି ଜାହାଜ ତିଆରି କରିଥିବେ ସେମିତି ନାହିଁ, ନହ ଅନେକ ଲୋକଙ୍କୁ ସୁଷମାଚାର ବି ପ୍ରଚାର କରିଥିବେ। ଆଉ ପରମେଶ୍ୱର କହିଛନ୍ତି, ଆଁ, ନିହାତି ପରମେଶ୍ୱର ଜଳପ୍ଳାବନ କରିବେ, ପାଣି ଦ୍ୱାରା ସମସ୍ତଙ୍କୁ ବିଚାର କରିବେ। ତ ସେ ସମୟରେ ଜାହାଜର ଦ୍ୱାର ଖୋଲା ଥିବ, ସମସ୍ତେ ପଶ, ତମେ ଯେତେ ବି ଲୋକ ହେଇଥାଉ ନା କାହିଁକି, କିନ୍ତୁ ତମେ ଜାହାଜ ଭିତରେ ପ୍ରବେଶ କଲେ ତମେ ନିହାତି ପ୍ରକୃତିରେ ବଞ୍ଚିବ। ତ ନହଙ୍କର ପ୍ରଚାର, ନହ ଯୋଉଟା ପ୍ରଚାର କରିଥିବେ, ଲୋକମାନଙ୍କ କାନରେ ସେଟା କେମିତି ପଡିଥିବ? ଲୋକମାନେ ସେଟାକୁ କେମିତି ଗ୍ରହଣ କରିଥିବେ? ଲୋକ ଗ୍ରହଣ କରିଥିବେ, ହଁ, ନହ ପ୍ରକୃତିରେ ପାଗଳ ହେଇଗଲାଣି। ଇଏ ପ୍ରକୃତରେ ନିଜର ପରିବାର ପାଇଁ ବ୍ୟସ୍ତ ହେବା ପରିବର୍ତ୍ତେ, ନିଜର ଛୁଆମାନଙ୍କ ପାଇଁ ବ୍ୟସ୍ତ ହେବା ପରିବର୍ତ୍ତେ ଏ ଜାହାଜକୁ ତିଆରି କରିବା ପାଇଁ ବ୍ୟସ୍ତ ହଉଛନ୍ତି। ଇଏ ଏକ ପ୍ରକାର ଲୋକ। ଇଏ କେମିତିକା ଲୋକ ଯିଏକି ନିଜର ପିଲା ଛୁଆ ପାଇଁ, ନିଜ ସ୍ତ୍ରୀ ପାଇଁ, ନିଜ ଘର ପାଇଁ, ନିଜର ପରିବାର ପାଇଁ ବ୍ୟସ୍ତ ହେବା ପରିବର୍ତ୍ତେ ଜାହାଜ ତିଆରି କରିବା ପାଇଁ ପ୍ରକୃତିରେ ବ୍ୟସ୍ତ ହଉଛନ୍ତି। ସେଥିପାଇଁ ଜାହାଜ କେତେ ବର୍ଷ ଧରିକି ନହ ପ୍ରକୃତିରେ ତିଆରି କରୁଛନ୍ତି? 120 ବର୍ଷ ପର୍ଯ୍ୟନ୍ତ। ଜଣେ ଲୋକ 120 ବର୍ଷ ଧରିକି ଜାହାଜ ତିଆରି କରିବାଟା ଲୋକମାନଙ୍କ ଦୃଷ୍ଟିରେ, ଜଗତ ଦୃଷ୍ଟିରେ ଏଟା ହଉଛି ସତରେ ଏଟା ପାଗଳାମୀ ଲୋକ ହିଁ ସେମିତି ହଉଛି। କିନ୍ତୁ ନହ କେବେ ବି ପାଗଳ ନଥିଲେ। ନହ ନାହିଁ, ନହଙ୍କର ହୃଦୟରେ କଣ ଫିକ୍ସ ଥିଲା ଜାଣିଛନ୍ତି? ପ୍ରଭୁ ଯାହା କହିଛନ୍ତି ସେଟା ଫିକ୍ସ ଥିଲା, ଆଉ ସେ ଜଗତକୁ ଦୋଷୀ କରୁଥିଲେ। ହୁଁ। ସେଥିପାଇଁ ନହ ଗୋଟେ ବିଷୟକୁ ବିଶ୍ୱାସ କରୁଥିଲେ, ପ୍ରଭୁ ଯଦି କହିଲେ ଏଟା ମୁଁ ଦେଖୁ କି ନ ଦେଖୁ, ବାକ୍ୟ ମୋର ବୁଝାମଣା ଅନୁସାରେ ଆସିବ ନାହିଁ, ପରମେଶ୍ୱର ମୋର ବୁଝାମଣା ଅନୁସାରେ କାମ କରିବେ ନାହିଁ, ମୋର ବୁଝାମଣା ଅନୁସାରେ ପରମେଶ୍ୱର ମୋର ଜୀବନକୁ ପ୍ରକୃତରେ ମୋର ଜୀବନରେ ମତେ କଢେଇକି ନେବେ ନାହିଁ। କିନ୍ତୁ ପ୍ରଭୁ ମତେ ଦେଖେଇଲେ ଏ ଜଗତରେ ମୁଁ ଯଦି ପ୍ରଭୁଙ୍କର ବାକ୍ୟକୁ ବିଶ୍ୱାସ କରିବି ନାହିଁ, ଗୋଟେ ସମୟ ଆସିବ ଏ ପାଣି ଦ୍ୱାରା ପ୍ରକୃତରେ ବିନଷ୍ଟ ହେବ। ସେ ପ୍ରଥମରେ କଣ ଦେଖିଲେ? ସେ ମୃତ୍ୟୁକୁ ପାଉଛନ୍ତି, ମୃତ୍ୟୁକୁ ଭେଟୁଛନ୍ତି। ସେଥିପାଇଁ ସେ ଜଣେ ଲୋକ ସକ୍ଷମ ହେଇପାରୁଛନ୍ତି ଯିଏକି ପ୍ରଭୁଙ୍କର ବାକ୍ୟକୁ ବିଶ୍ୱାସ କରିବା ପାଇଁ। ସେଥିପାଇଁ ପରିତ୍ରାଣ ପାଇଲା ପରେ ଆତ୍ମିକ ଜୀବନ କାଟିଲା ବେଳକୁ ଭାଇ ଓ ଭଉଣୀ ମାନଙ୍କ ଭିତରେ କଣ ଭେଟିବା ଦରକାର ଜାଣିଛନ୍ତି? ମୁଁ କିଛି କରିପାରିବି ନାହିଁ, ମୋ ପାଇଁ କିଛି ଜଗତରେ ଆଶା କିଛି ନାହିଁ। ତ ଏ ପ୍ରକାର ବିଷୟ ତିଆରି ହେବା ଦରକାର, ଏ ପ୍ରକାର ବିଷୟକୁ ଭାଇ ମାନେ ପ୍ରକୃତିରେ ଭେଟିବା ଦରକାର। ତେବେ ବାକ୍ୟ ତାଙ୍କ ଲାଇଫରେ ଯୋଉଟା ଆସିବ, ସେ ବାକ୍ୟ ତାଙ୍କୁ ଜୀବନ ଦେଇପାରିବ। କିନ୍ତୁ ଯୋଉ ପର୍ଯ୍ୟନ୍ତ ଏ ପ୍ରକାର ବାକ୍ୟ ତାଙ୍କ ଲାଇଫରେ ପ୍ରକୃତରେ ସ୍ଥାପନ ହେଇନି, ସେମାନେ ଯେତେ ବି ଆତ୍ମିକ ଜୀବନ ବଞ୍ଚିବା ପାଇଁ ଚେଷ୍ଟା କରନ୍ତୁ ନା କାହିଁକି, ନିଜକୁ ସଜାଡ଼ିବା ପାଇଁ ଚେଷ୍ଟା କରନ୍ତୁ ନା କାହିଁକି, ସେମାନେ ଅସଜଡ଼ା ହେଇକି ରହିବେ, ଆଉ ଅସୁରକ୍ଷିତ ହେଇକି ଜୀବନ ବଞ୍ଚିବେ।